ସମସ୍ତଙ୍କୁ ଷ୍ଟଡି ହବ ଏଜେସାର୍ ଚ୍ୟାନେଲକୁ ସ୍ୱାଗତ। ପିଲାମାନେ ଆଜିର ଭିଡ଼ିଓରେ ରାଜନୀତି ବିଜ୍ଞାନର ୟୁନିଟ୍ 1ର ପିଲାମାନେ ଟପ୍ 20 MCQ ଆଜି ଆଲୋଚନା କରିବା ପିଲାମାନେ। ଏବଂ ଏଗୁଡ଼ିକ ପିଲାମାନେ 100% ତୁମମାନଙ୍କର ଏକ୍ଜାମରେ ଆସିବ। ଇଣ୍ଟରନାଲ ଏକ୍ଜାମରେ ଏଇ MCQ ଗୁଡ଼ିକ ହିଁ ଆସିବ ପିଲାମାନେ। ଏଗୁଡ଼ିକ ପ୍ରାକ୍ଟିସ୍ କରନ୍ତୁ ଏବଂ ଯେଉଁ ପିଲାମାନେ ପାର୍ଟ 1ର ଭିଡ଼ିଓ ଦେଖିନାହାନ୍ତି କାଇଣ୍ଡଲି ପ୍ଲେଲିଷ୍ଟକୁ ଭିଜିଟ୍ କରିକି ପାର୍ଟ 1 ଭିଡ଼ିଓ ଗୁଡ଼ିକ ଦେଖିଦିଅନ୍ତୁ ପିଲାମାନେ। ବହୁତ ଗୁରୁତ୍ୱପୂର୍ଣ୍ଣ MCQ ଗୁଡ଼ିକ ମୁଁ ଆଲୋଚନା କରିଛି, ସେଗୁଡ଼ିକ ନୋଟ୍ କରନ୍ତୁ। ଦେଖନ୍ତୁ ପ୍ରଥମ ପ୍ରଶ୍ନ ପିଲାମାନେ, ପ୍ରାଚୀନ ଗ୍ରୀସରେ ଡ୍ୟାସ୍ ଗଣତନ୍ତ୍ର ପ୍ରଚଳିତ ଥିଲା ଯାହାକି ଆଧୁନିକ ସୁଇଜରଲ୍ୟାଣ୍ଡରେ ପ୍ରଚଳିତ ହେଉଛି। କେଉଁ ଗଣତନ୍ତ୍ର ପିଲାମାନେ? ପ୍ରାଚୀନ ଗ୍ରୀସରେ ପ୍ରତ୍ୟକ୍ଷ ଗଣତନ୍ତ୍ର ପ୍ରଚଳିତ ଥିଲା, ନାଇଁ କି? ଗଣତନ୍ତ୍ରରେ ସମସ୍ତ ନାଗରିକ ପ୍ରତ୍ୟକ୍ଷ ଭାବରେ ସରକାରରେ ଅଂଶଗ୍ରହଣ କରନ୍ତି। କେଉଁ ଗଣତନ୍ତ୍ରରେ ପିଲାମାନେ? ନା ଡାଇରେକ୍ଟ ଡେମୋକ୍ରାସି। ପ୍ରତ୍ୟକ୍ଷ ଗଣତନ୍ତ୍ରରେ ସରକାର ସିଧାସଳଖ ନିର୍ବାଚିତ ହୋଇଥାନ୍ତି। ନିର୍ବାଚନ ହେଉଛି ଡ୍ୟାସ୍ ଗଣତନ୍ତ୍ରର ମୁଖ୍ୟ ନୀତି ପିଲାମାନେ। ନିର୍ବାଚନ କେଉଁ ଗଣତନ୍ତ୍ରର? ନା ପରୋକ୍ଷ ଗଣତନ୍ତ୍ରର ମୁଖ୍ୟ ନୀତି। ଡ୍ୟାସ୍ କହିଥିଲେ ଗଣତନ୍ତ୍ର ହେଉଛି ଲୋକମାନଙ୍କ ନିମନ୍ତେ ଓ ଲୋକମାନଙ୍କ ଦ୍ୱାରା ଗଠିତ ସରକାର। କିଏ କହିଥିଲେ ପିଲାମାନେ? ନା ଆବ୍ରାହମ ଲିଙ୍କନ କହିଥିଲେ, ଆମେରିକାର ପୂର୍ବତନ ରାଷ୍ଟ୍ରପତି। ଦେଖନ୍ତୁ ପିଲାମାନେ, ବହୁତ ଇମ୍ପୋର୍ଟାଣ୍ଟ MCQ ଗୁଡ଼ିକ ମୁଁ ବାରମ୍ବାର କହୁଛି। ସିଲିଙ୍କ ମତରେ ଡ୍ୟାସ୍ ଗଣତନ୍ତ୍ର ଏକ ସରକାର ଯେଉଁଥିରେ ପ୍ରତ୍ୟେକଙ୍କର ଡ୍ୟାସ୍ ଥାଏ ପିଲାମାନେ, ନା ଅଂଶ ଥାଏ। ସମସ୍ତେ ପାର୍ଟିସିପେଟ୍ କରିବେ ଗଣତନ୍ତ୍ର ସରକାରରେ, ନାଇଁ କି? ଦେଖନ୍ତୁ 6 ନମ୍ବର ପ୍ରଶ୍ନକୁ ଯିବା। ହଁ, ଏଇଠି ଦେଖନ୍ତୁ, ପୃଥିବୀର ବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ର ରୂପେ ଡ୍ୟାସ୍ ପରିଚିତ। କିଏ ପିଲାମାନେ? ବୃହତ୍ତମ ଗଣତନ୍ତ୍ର ରାଷ୍ଟ୍ର ଭାରତ ପରିଚିତ, ସବୁଠାରୁ ବଡ଼। ଗଣତନ୍ତ୍ର ଡ୍ୟାସ୍ ପାଇଁ ଏକ ଶାସନ ବ୍ୟବସ୍ଥା ପିଲାମାନେ, ଲୋକମାନଙ୍କ ପାଇଁ ଶାସନ ବ୍ୟବସ୍ଥା। ଗଣତନ୍ତ୍ର ଶବ୍ଦଟି ଦୁଇଟି ଗ୍ରୀକ୍ ଶବ୍ଦରୁ ଆସିଛି ପିଲାମାନେ। ସେଗୁଡ଼ିକ ଡ୍ୟାସ୍ ଓ ଡ୍ୟାସ୍, ଯାହାର ଅର୍ଥ କ'ଣ ପିଲାମାନେ? ନା ଡେମୋସ୍ ଓ କ୍ରାଟସ୍, ଯାହାର ଅର୍ଥ ହେଉଛି ଲୋକମାନେ ବା କ୍ଷମତା। ରାଇଟ୍ ଆନ୍ସର୍ ହେଉଛି ଆଇ। ପ୍ରତ୍ୟକ୍ଷ ଗଣତନ୍ତ୍ରର ମାଧ୍ୟମ ଗୁଡ଼ିକ ହେଲା ଡ୍ୟାସ୍ ପିଲାମାନେ। 3ଟି ଫିଚର ରହିଛି: ଗଣ ମତାମତ, ଗଣ ଉଦ୍ୟୋଗ ଏବଂ ରିକଲ୍ ପିଲାମାନେ। ଆଇ ଭି ହେଉଛି ରାଇଟ୍ ଆନ୍ସର୍। ପରୋକ୍ଷ ଗଣତନ୍ତ୍ରକୁ ଡ୍ୟାସ୍ କୁହାଯାଏ। ପରୋକ୍ଷ ଗଣତନ୍ତ୍ର ଅନ୍ୟ ନାମ କ'ଣ ପିଲାମାନେ? ପ୍ରତିନିଧିମୂଳକ ଗଣତନ୍ତ୍ର। ଦେଖନ୍ତୁ ପିଲାମାନେ 11 ନମ୍ବର ପ୍ରଶ୍ନ, ଗଣତନ୍ତ୍ରର ଭିତ୍ତିଭୂମି ହେଉଛି ଡ୍ୟାସ୍। ଭିତ୍ତିଭୂମି କ'ଣ ପିଲାମାନେ? ନା ଜନପ୍ରିୟ ସାର୍ବଭୌମତ୍ୱ। ନିମ୍ନଲିଖିତ ଉତ୍ପାଦନ ଗୁଡ଼ିକ ମଧ୍ୟରୁ କେଉଁଠି ଗଣତାନ୍ତ୍ରିକ ସରକାରର ଉପାଦାନ ନୁହେଁ ପିଲାମାନେ? ଗଣତନ୍ତ୍ର ସରକାର ଉପାଦାନ କିଏ ନୁହେଁ? କେଉଁଟା? ନା ଜଣେ ବ୍ୟକ୍ତିର ଶାସନ। ଏଠି ଜଣେ ଲୋକଙ୍କର ଶାସନ ଚଳିବ ନାହିଁ ପିଲାମାନେ। ଏଠି ଲୋକମାନଙ୍କ ଦ୍ୱାରା ଶାସନ। କେଉଁଠି ଗଣତନ୍ତ୍ରର ବିଭବ ଅଟେ ପିଲାମାନେ? ଗଣତନ୍ତ୍ରର ଫିଚର କେଉଁଟା? ନା ରାଜନୈତିକ ଗଣତନ୍ତ୍ର ବି ହେବ, ସାମାଜିକ ଗଣତନ୍ତ୍ର ହେବ, ଅର୍ଥନୈତିକ ଗଣତନ୍ତ୍ର। ଉପରୋକ୍ତ ସମସ୍ତ ହେବ ରାଇଟ୍ ଆନ୍ସର୍। ପରୋକ୍ଷ ଗଣତନ୍ତ୍ରର ଡ୍ୟାସ୍ ନାମରେ ମଧ୍ୟ ପରିଚିତ। ଦେଖନ୍ତୁ ପିଲାମାନେ, ବାରମ୍ବାର ଏହି ପ୍ରଶ୍ନଟି ଆସୁଛି। ପରୋକ୍ଷ ଗଣତନ୍ତ୍ର ଅନ୍ୟ ନାମ କ'ଣ? ପ୍ରତିନିଧିମୂଳକ ଗଣତନ୍ତ୍ର। ପରୋକ୍ଷ ଗଣତନ୍ତ୍ର ଡ୍ୟାସ୍ ନୀତି ଉପରେ ଆଧାରିତ ଅଟେ। କେଉଁ ନୀତି ପିଲାମାନେ? ସରକାର ପରିଚାଳନାରେ ଲୋକମାନଙ୍କର ପ୍ରତ୍ୟକ୍ଷ ଅଂଶଗ୍ରହଣ ନୀତି ଉପରେ ଆଧାରିତ। ଡ୍ୟାସ୍ ପ୍ରତ୍ୟକ୍ଷ ଗଣତନ୍ତ୍ରର ଏକ ମାଧ୍ୟମ ନୁହେଁ ପିଲାମାନେ। ପଚାରିଛି ପ୍ରତ୍ୟକ୍ଷ ଗଣତନ୍ତ୍ର ମାଧ୍ୟମ ନୁହେଁ କେଉଁଟା? ନା ଅଧ୍ୟାଦେଶ। ଏଗୁଡ଼ିକ ପ୍ରତ୍ୟକ୍ଷ ଗଣତନ୍ତ୍ରର ମାଧ୍ୟମ। ଗଣତନ୍ତ୍ର ସଫଳତା ପାଇଁ କେଉଁ ସର୍ତ୍ତ ଅଧିକ ବଳିଷ୍ଠ ଅଟେ? କେଉଁ ସର୍ତ୍ତ? ନା ଉପରୋକ୍ତ ସମସ୍ତ ହେବ ରାଇଟ୍ ଆନ୍ସର୍। ଅର୍ଥନୈତିକ ସମାନତା ହେବ, ଗଣତାନ୍ତ୍ରିକ ନାଗରିକତା, ସବୁଗୁଡ଼ିକ ହେବ। ଦେଖନ୍ତୁ 18 ନମ୍ବର ପ୍ରଶ୍ନ, ଗଣ ମତାମତ ଗ୍ରହଣ ବା ରେଫରେଣ୍ଡମ୍ ଏକ ଡ୍ୟାସ୍ ନାସ୍ତି ସୂଚକ ମାଧ୍ୟମ ପିଲାମାନେ। ଗଣ ଉଦ୍ୟୋଗ ବା ଇନିସିଏଟିଭ୍ ଅର୍ଥ ଡ୍ୟାସ୍ ଆଇନ ପ୍ରଣୟନ ପାଇଁ ପ୍ରସ୍ତାବ। ସୁଇଜରଲ୍ୟାଣ୍ଡର ଗୋଟିଏ କ୍ୟାଣ୍ଟନରେ ଲୋକମାନେ ଆଇନ ପ୍ରଣୟନ ଓ ଶାସନ ପ୍ରକ୍ରିୟାରେ ପ୍ରତ୍ୟକ୍ଷ ଅଂଶଗ୍ରହଣ କରୁଥିବା ବ୍ୟବସ୍ଥାକୁ ଡ୍ୟାସ୍ କୁହାଯାଏ। କ'ଣ କୁହାଯାଏ ପିଲାମାନେ? ଲ୍ୟାଣ୍ଡସ୍ଜେମିଣ୍ଡେ କୁହାଯାଏ। ଏ ଥିଲା ପିଲାମାନେ ଟପ୍ 20 MCQ ପିଲାମାନେ। ଏଗୁଡ଼ିକ ପ୍ରାକ୍ଟିସ୍ କରନ୍ତୁ, 100% ଆସିବ ପିଲାମାନେ। ଏବଂ ସାଙ୍ଗସାଥିମାନଙ୍କୁ ଯଦି ସେୟାର କରିନାହାନ୍ତି ପିଲାମାନେ, ଚ୍ୟାନେଲକୁ ସେୟାର କରନ୍ତୁ, ଯାହାଫଳରେ କି ସେମାନେ ମଧ୍ୟ ଉପକୃତ ହୋଇପାରିବେ। ଏବଂ ଚ୍ୟାନେଲକୁ ଯଦି ପ୍ରଥମ ଥର ପାଇଁ ଆସିଛନ୍ତି, ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନ୍ ଅନ୍ କରନ୍ତୁ। ପ୍ରତିଦିନ କ୍ଲାସ୍ କରନ୍ତୁ ପିଲାମାନେ। ପରୀକ୍ଷା ବହୁତ ଭଲ ହେବ ଏବଂ ଭଲ ମାର୍କ ମଧ୍ୟ ତୁମମାନେ ରଖିପାରିବ, ଯାହାଫଳରେ କି ଏହି MCQ ଗୁଡ଼ିକ ପ୍ରାକ୍ଟିସ୍ କରନ୍ତୁ। ରହୁଛି। ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ।